ଗାୟତ୍ରୀ ମହାଯଜ୍ଞ ପାଇଁ ତୁକଲାଠାରେ ସାମ୍ବାଦିକ ସମ୍ମିଳନୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲା ଗ୍ରାମ ଏକ ଆଧ୍ୟାତ୍ମିକ ଏବଂ ଶାନ୍ତ ପରିବେଶର ଗାଁଟିଏ। ଯେଉଁ ଗାଁରେ ଭରି ରହିଛି ଭଗବାନଙ୍କ ଉପରେ ଅଗାଢ଼ ବିଶ୍ୱାସ, ଈଶ୍ୱର ଭକ୍ତିରେ ଜୀବନ ଅତିବାହିତ କରୁଥିବା ଗ୍ରାମରେ ପରମ ପୂଜ୍ୟ ଗୁରୁଦେବ ଏବଂ ପରମ ବନ୍ଦନୀୟା ମାତାଜୀଙ୍କୁ ମାତା ଗାୟତ୍ରୀଙ୍କ ଅସୀମ କୃପା ଲାଭ କରିବା ପାଇଁ ତୁକଲା ଗ୍ରାମବାସୀଙ୍କ ଦ୍ୱାରା ହେବାକୁ ଥିବା ପୂଜା ଉତ୍ସବ ଆୟୋଜନ କରିବାର ପ୍ରସ୍ତୁତି ପର୍ବ ଚାଲିଛି। ଖୁବ୍ ମହାସମାରୋହରେ ଆୟୋଜନ କରିବା ପାଇଁ ଗ୍ରାମବାସୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷଙ୍କ ସହଯୋଗର ଆବଶ୍ୟକତା ଏବଂ ସହଯୋଗର ପରାମର୍ଶ ନେଇ ଆଗାମୀ ମାର୍ଚ୍ଚ ମାସ 5 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ 51 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ହେବା ପାଇଁ ସ୍ଥିର କରାଯାଇଛି। ଏହି ଗାୟତ୍ରୀ ମହାଯଜ୍ଞ ଖୁବ୍ ଉତ୍ସବ ମୁଖରିତ ପରିବେଶ ମଧ୍ୟରେ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗାୟତ୍ରୀ ପରିବାର ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଦେବୀଙ୍କ ଜୀବନ ଚର୍ଚ୍ଚାର ଏକ ସଠିକ୍ ମାର୍ଗରେ ପରିଚାଳନା କରିବା ପାଇଁ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ତତ୍ପର ରହିଥିବା ଜଣାପଡ଼ୁଛି। 51 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ହେବା ପାଇଁ ତୁକଲାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗାୟତ୍ରୀ ପୂଜା କମିଟିର ସଭାପତି ରାଜକୁମାର ଖେମକା ଓ ସମ୍ପାଦକ ଗଣେଶ ଚନ୍ଦ୍ର ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲାଠାରେ 51 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଅଞ୍ଚଳରେ ଏକ ଆନନ୍ଦର ଲହରୀ ଖେଳି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗାୟତ୍ରୀ ମହାଯଜ୍ଞରେ ପ୍ରତ୍ୟେକ ମଣିଷ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ ଚର୍ଚ୍ଚାର ସନ୍ଧାନ ପାଇଁ ଏକ ଶାନ୍ତିର ଜୀବନ କାଟିବାର ମାର୍ଗ ମିଳିଥାଏ। ଶାନ୍ତିର ମାର୍ଗ କେବଳ ଗାୟତ୍ରୀ ପରିବାର ପାଖରେ ରହିଥିବା ଯୋଗୁଁ ଗାୟତ୍ରୀ ମହାଯଜ୍ଞରେ ଅଧିକରୁ ଅଧିକ ଲୋକ ରୁଣ୍ଡୀଭୂତ ହେବାର ଅନୁମାନ କରାଯାଉଛି। ଏହି ଗାୟତ୍ରୀ ମହାଯଜ୍ଞ ସମାଜର ପ୍ରତ୍ୟେକ ମଣିଷ ପାଇଁ ଏକ ନୂତନ ଦିଗ୍ଦର୍ଶନ ମିଳିପାରିବ। ପରମ ବନ୍ଦନୀୟା ମା ଗାୟତ୍ରୀ ଦେବୀଙ୍କ ପଥ ଅନୁସରଣ କରି ମଣିଷ ସମାଜ ଜୀବନର ଚଲାପଥରେ ଚାଲିଲେ ଚଲାପଥ ଖୁବ୍ ଶାନ୍ତି ଓ ନିରାଡମ୍ବର ହୋଇପାରିଥାଏ। ତେଣୁ ଏହି 51 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇଥାଏ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲାଠାରେ ଖୁବ୍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ 51 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗାୟତ୍ରୀ ମହାଯଜ୍ଞ 5 ଦିନ ଧରି ମହା ଆଡମ୍ବର ସହକାରେ ପାଳିତ ହେବ। ଶାନ୍ତି କୁଞ୍ଜ ହରିଦ୍ୱାରରୁ ଆସିଥିବା ସନ୍ଥଙ୍କ ଦ୍ୱାରା ପାରମ୍ପରିକ ପୂଜା ଅର୍ଚ୍ଚନା କରି 51 କୁଣ୍ଡୀୟ ମହାଯଜ୍ଞରେ ଆହୁତି ଦେବାର ସ୍ଥିରୀକୃତ ହୋଇଛି। ପରେ ବାଲ୍ୟ ବ୍ରତ, ବାଲ୍ୟ ବିବାହ ହେବାର ସ୍ଥିର ହୋଇଥିବା ବେଳେ 200 ବାଲ୍ୟ ବିବାହର ନାମ ପଞ୍ଜୀକରଣ ହୋଇଛି ବୋଲି ସଂଘର ସମ୍ପାଦକ ଗଣେଶ ଚନ୍ଦ୍ର ଦୁବେ ପ୍ରକାଶ କରିଛନ୍ତି। ବିଶ୍ୱ ଶାନ୍ତି ପାଇଁ ମଧ୍ୟ ଆହୁତି ଦେଇଥିବା ବେଳେ ଦାମ୍ପତ୍ୟ ଜୀବନକୁ ଆନନ୍ଦ ଏବଂ ଶୃଙ୍ଖଳିତ କରିବା ପାଇଁ ଆଧ୍ୟାତ୍ମିକ ପଥ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବ୍ଲକ ତୁକଲା ଗାୟତ୍ରୀ କମିଟିର ଭକ୍ତ ଓ ଗାୟତ୍ରୀ ପରିବାରର ଶୈଳେଶ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, କେତନ ସମ୍ବାରିକ, ରାଜ୍ୟ ପ୍ରହରୀ ସୁମେଶ ଦେବାଙ୍ଗନ, ଜିଲ୍ଲା ପ୍ରହରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ମେହେର, ହୀରାଲାଲ ମେହେର, କେଶବ ବେହେରା, ବେଦବର ମେହେର, ଭଜନ ଲାଲ ଥନାପତିଙ୍କ ସହିତ ଅନେକ ଗାୟତ୍ରୀ ଭକ୍ତ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।